ତୋ ମନରେ ଥିଲା ଯଦି ଏତେ ଛଳନା, କାହିଁକି କରୁଥିଲୁ ମିଛ ବାହାନା? କି ଦୋଷ କରିଥିଲି ମୋ ପ୍ରେମରେ, ଚିହ୍ନି ପାରିଲୁନି ମୁଁ ଥିଲି ଦିନେ ତୋ ହୃଦୟରେ, ତୋ ହୃଦୟରେ। जीवन परिवर्तन होचे जीवन धीरे धीरे नुआ नुआ जिनस आसुचे आपण सेदिन निज संघर्षर कहानी कहते आज कौन परिवर्तन होती कौन आप नुआ गीत रिलीज होची ମୁଁ ଧନ୍ୟବାଦ ଦେବି ଆପଣଙ୍କୁ ଇନଭାଇଟ୍ କରିଥିବାରୁ ମୋତେ, ଆଉ ଧନ୍ୟବାଦ ଦେବି ମିଡ଼ିଆ ଭାଇମାନଙ୍କୁ ମୋତେ ଲୋକଲୋଚନକୁ ଆଣିଥିବାରୁ। ଆଉ ମୋ ଗୀତ ଦେଖିକି ମାନସ ସାର୍ ବି ମୋତେ ଇନଭାଇଟ୍ କରିଥିଲେ ଗୋଟେ ଗୀତ ଗାଇବାକୁ, ଯେଉଁଟାକି ମିଛ ବାହାନା ତୁଳସୀ ପାହାଡ଼ି ପ୍ରଡକ୍ସନ୍ ଚ୍ୟାନେଲରେ ରିଲିଜ୍ ହେଇଛି ଗୀତଟି। ଆଉ ଯାହାର ପ୍ରଡ୍ୟୁସର ଅଛନ୍ତି ଶିବୁ ପାହାଡ଼ି ସାର୍। ମୁଁ ଧନ୍ୟବାଦ ଦେବି ଶିବୁ ପାହାଡ଼ି ସାର୍ ଆଉ ମାନସ ସାର୍ଙ୍କୁ ମୋତେ ବାଛିଲେ, ସେତିକି ଯୋଗ୍ୟ ବିବେଚିତ କଲେ। ମୁଁ ଗୀତଟି ଗାଇଲି ଆଉ ବହୁତ ଖୁସି ଲାଗିଲା। ଯାହାକୁ ଲେଖିଛନ୍ତି ବି ମାନସ ବାରିକ ସାର୍। ଆଜ୍ଞା। ये बड़ कथा है सोशल मीडिया ताहले बहुत बड़ काम करছে অনেক ଆଜ୍ଞା লোকଙ୍କ জীবনে ପରିବର୍ତ୍ତନ সোশ্যাল মিডিয়া আপনার জীবনে কেমতি পরিবর্তন আনলা ମୁଁ ସାର୍ ଗୋଟେ ମାନେ ମୋତେ ତ କାମ ମିଳୁନଥିଲା ପ୍ରଥମେ। ମୋ ଭଏସ୍କୁ ରେକଗ୍ନାଇଜ୍ କରିକି ମିଡ଼ିଆ ଭାଇମାନେ ମୋତେ ଆଣିକି ଲୋକଲୋଚନରେ ଆଣିକି ସାମ୍ନାରେ ଛିଡ଼ା କରିପାରିଛନ୍ତି, ସେତିକି ମୁଁ ଧନ୍ୟବାଦ ଦେବି। ଆଜ୍ଞା ସେ ଗୀତଟି ଯଦି ଟିକେ ଆଜ୍ଞା। କହିବେ ତୋ ମନରେ ଥିଲା ଯଦି ଏତେ ଛଳନା, କାହିଁକି କରୁଥିଲୁ ମିଛ ବାହାନା? କି ଦୋଷ କରିଥିଲି ମୋ ପ୍ରେମରେ, ଚିହ୍ନି ପାରିଲୁନି ମୁଁ ଥିଲି ଦିନେ ତୋ ହୃଦୟରେ, ତୋ ହୃଦୟରେ। এই ଗୀତଟି ଆପଣ ତୁଳସୀ ପାହାଡ଼ି ପ୍ରଡକ୍ସନ୍ ହାଉସ୍ରେ ୟୁଟ୍ୟୁବରେ ସର୍ଚ୍ଚ କରିକି ଦେଖିପାରିବେ। ये ଚିହ୍ନି ପାରିଲେନି ତୋ ହୃଦୟରେ ଆଜ୍ଞା ଆପଣ ଯେତେବେଳେ ଗୀତ ଗାଉଛନ୍ତି ଆଜ୍ଞା ଏଇ ମନରେ କୁହ ଏତେ ଇଏ ମନରେ ଏଇ ଯୋଉ ଭାବନାଟା ଆଜ୍ଞା। କାହାକୁ ମନେ ପକେଇ ଆଣନ୍ତି ସେମିତି ତ କିଛି ନାହିଁ, ଗୀତ ଗାଇଲା ବେଳେ ସେମିତି ନର୍ମାଲି ଗାଏ। ଏ ସିଙ୍ଗର ମାନେ ମନରେ ଟିକେ କୋହ ନ ରହିଲେ ଗୀତ ଟିକେ ଗାଇ ହୁଏନି ନା ଆଜ୍ଞା ଆଜ୍ଞା। କେମିତି କେମିତି ସେ ଗୀତ ଗାଇବାର ଅନୁଭୂତି ଏ ସମୟରେ ରେକର୍ଡିଂ ସମୟର ଅନୁଭୂତି କିଛି କହିବାକୁ ଚାହିଁବେ ମୁଁ ଗୀତଟି ମାନସ ସାର୍ ଯେତେବେଳେ ବସିକି ଡବ୍ ନେଉଥିଲେ, ଗୀତଟି ବହୁତ ଭଲ ହେଇଥିଲା। ମୋତେ ମାନସ ସାର୍ ବି ଇନଭାଇଟ୍ କରିଥିଲେ। ମୁଁ ଗୀତଟି ଗାଇ ସାରିଲା ପରେ ମାନସ ସାର୍ ମୋ ଭଏସ୍ ଶୁଣିକି ବହୁତ ତାରିଫ କଲେ। ଗୀତଟି ତ ଭଏସ୍ର ଭଲ ଟେକ୍ସଚର୍ ଅଛି, ଆଗକୁ ଯିବ, ଆଗକୁ ବି ବହୁତ ସାରା ଗୀତ ଅଛି, ଯେ ହିଟ୍ ବଡ ହିଟ୍ କଥା ଗୀତ ହେଲା ଅଛି। ହ୍ୟୁମାନ ସାଗର ଆଜ୍ଞା ଯେତେବେଳେ ଗୀତ ଗାଆନ୍ତି ସେ ଆଗୁଆ କାନ୍ଦନ୍ତି କାନ୍ଦିଲା ପରେ ଗୀତ ଗାଆନ୍ତି ଆଜ୍ଞା ମନକୁ ଗୋଟେ ଫିଲିଙ୍ଗସ୍ ଆଣନ୍ତି ଆପଣ ତ ହ୍ୟୁମାନ ସାଗର ଏତେ ମାନନ୍ତି ଆଜ୍ଞା। ଆପଣ ଗୀତ ଗାଇବା ପୂର୍ବରୁ କଣ ସବୁ ପ୍ରିପାରେସନ୍ ପ୍ରିପାରେସନ୍ ସାର୍ ସେମିତି କିଛି ନାହିଁ, ତା ଭିତରକୁ ବାସ୍ ଯିବାକୁ ପଡ଼େ। ସ୍ୟାଡ୍ ଫିଲ୍ ଟିକେ ହେଲେ ମୁଁ ବାସ୍ ମୁଭି ଦେଖିଦିଏ, ଟିକେ ସ୍ୟାଡ୍ ଗୀତ ଦେଖିଦିଏ, ବାସ୍ ସେଇଟା ହିଁ କାମରେ ଆସେ। ଆଉ ସ୍ୟାଡ୍ ଫିଲ୍ ହେଲେ ତ ଅବଭିୟସ୍ଲି ଗାଇ ହେବ। କଳାକାରଟିକୁ ତାହେଲେ ସଂଘର୍ଷ କରିବାକୁ ପଡେ ବହୁତ ସଂଘର୍ଷ ହେଲା ହିଁ। ଆଉ କେତେବେଳେ ଭଗବାନଙ୍କ ଇଚ୍ଛା, ଆଶୀର୍ବାଦ ଆଉ ଲୋକମାନଙ୍କର ଭଲ ପାଇବା କେତେବେଳେ କିଏ କ୍ଲିକ୍ କରିବ ସେଇଟା କହିପାରିବନି। ଲୋକଙ୍କର ସେତିକି ଭଲ ପାଇବା ପାଇଁ ମୁଁ କିଛି ବାଟ ଆଗେଇ ପାରିଛି। ଆଉ ମୁଁ ଧନ୍ୟବାଦ ଦେବି ଲୋକମାନଙ୍କୁ କି ମୋତେ ଏଇ ଅପରଚ୍ୟୁନିଟି ଦେଇଥିବାରୁ, ଆଉ ମାନସ ସାର୍ଙ୍କୁ ଆଉ ଶିବୁ ସାର୍ଙ୍କୁ ମୋତେ ବାଛିଥିବାରୁ ଏଇ ଗୀତ ପାଇଁ।